ପଇସା ପଇସା କ'ଣ ଚିହ୍ନିଛୁ ନା ନାହିଁ? ପଇସା କ'ଣ ତୋ ଲାଇଫ୍ରେ ତୁ କେବେ ଭାବିଛୁ ନା ନାହିଁ? ପଇସା ରୋଜଗାର କରିବାକୁ ହେଲେ କ'ଣ କରିବାକୁ ପଡ଼ିବ କେବେ ଭାବିଲୁ ନା ନାହିଁ? ଆରେ ଏଯାଏଁ ଯଦି ଭାବିନୁ ତ ଆଗକୁ କ'ଣ କରିବୁ? କିଛି ତ ଚିନ୍ତା କର, ରୋଜଗାର କରିବା ବିଷୟରେ କିଛି ତ ଭାବ। କାରଣ ଏବେକାର ମଣିଷ ଯଦି ଇନକମ୍ ନ କରିପାରିବ ତାହେଲେ ଆଉ କେବେ କରିବ? ମଣିଷ ଜୀବନ ପାଇଛୁ, ଏତେ ବଢ଼ିଆ ଲାଇଫ୍ ଚାଲୁଛି, ଆଉ ଏତେ ବଢ଼ିଆ ଜୀବନଟିକୁ ଯଦି ତୁ ବିନା ରୋଜଗାରରେ ଲୋକଙ୍କ ପଛରେ ଏମିତି ବୁଲି ବୁଲି ଯଦି ଧ୍ୱଂସ କରିଦେବୁ ଜୀବନକୁ, ତାହେଲେ ଆଗକୁ କ'ଣ କରିବୁ? ମଣିଷ ଜୀବନଟି ପାଇଛୁ, ଏହି ମଣିଷ ଜୀବନରେ ଯେଉଁ ପରିବାରରେ ଜନ୍ମ ହୋଇଛୁ ସେଇ ପରିବାର ପାଇଁ ତ କିଛି କର, ନିଜ ମା ବାପା ପାଇଁ ତ କିଛି କର, ନିଜ ପରିବାର ଲୋକଙ୍କ ପାଇଁ ତ କିଛି କର। ଆରେ ମଣିଷ ଜୀବନରେ କିଛି ବି ଅସମ୍ଭବ ନୁହେଁ, ସବୁ କିଛି ସମ୍ଭବ। ତୁ ଚାହିଁଲେ ସବୁ କିଛି କରିପାରିବୁ। କ'ଣ ଚାହୁଁଛୁ ତାକୁ ତ ପ୍ରଥମେ ଲକ୍ଷ୍ୟରେ ରଖ, ସେହି ବାଟରେ ତ ଚାଲ, ସେହି ରାସ୍ତାରେ ତ ଯା, ତାପରେ ସଫଳ ହେଉଛୁ କି ନାହିଁ ଯେ ଦେଖ। ଭାଇ ସଫଳତାର ଡେଫିନେସନ୍ ସମସ୍ତଙ୍କ ପାଇଁ ଅଲଗା ଅଲଗା। କିଏ କେଉଁ ହିସାବରେ ସଫଳ ହେବା ପାଇଁ ଚାହୁଁଛି ତାହା ତାକୁ ଜଣା। ତୁ କେଉଁ ହିସାବରେ ସଫଳ ହେବା ପାଇଁ ଚାହୁଁଛୁ ତାହା ତୋତେ ଜଣା। ତୁ କେଉଁ ଫିଲ୍ଡରେ ସକ୍ସେସ୍ ହେବା ପାଇଁ ଚାହୁଁଛୁ, ସେହି ଫିଲ୍ଡରେ କମ୍ପିଟିସନ୍ କ'ଣ ଚାଲିଛି, ସେହି ଫିଲ୍ଡରେ ତୁ ନିଜେ ନିଜ ଉପରେ ମେହନତ କେତେ କରୁଛୁ ସେଇ ଜିନିଷ ଗୁଡ଼ାକୁ ପାଇବା ପାଇଁ, ତାହା ତୋତେ ଜଣା। ତ ମୋ ଭାଇ ମୁଁ ଗୋଟେ କଥା କ୍ଲିଅରଲି କହିବା ପାଇଁ ଚାହୁଁଛି, ତୁ ଯେଉଁ ଫିଲ୍ଡରେ ବି ଯା, ବର୍ତ୍ତମାନ ସବୁ ଫିଲ୍ଡରେ କମ୍ପିଟିସନ୍ ଚାଲିଛି ଏବଂ ସେହି କମ୍ପିଟିସନ୍ରେ ନିଜେ ନିଜକୁ ତୁ ଯେତେ ଟାଇମ୍ ଦେବୁ, ନିଜେ ନିଜ ଉପରେ ଯେତେ ଇନଭେଷ୍ଟ କରିବୁ ଟାଇମ୍କୁ, ନିଜ ଉପରେ ଯେତେ ମେହନତ କରିବୁ, ତୁ ସେତେ ଜଲ୍ଦି ସଫଳ ପାଇପାରିବୁ। ହଁ ଭାଇ ଦେଖ, କୌଣସି ବି ଜିନିଷ ତ ଅସମ୍ଭବ ନୁହେଁ, ସବୁକିଛି ସମ୍ଭବ। କେଉଁ ଜାଗାରେ କେମିତି ସମ୍ଭବ ହେବ? ନିଜକୁ ଯେତେ ଟାଇମ୍ ଦେଇକି, ନିଜେ ଯେତେ ମେହନତ କରିକି, ନିଜେ ଯେମିତି ସେଇ ଜିନିଷକୁ ପାଇବା ପାଇଁ ଚେଷ୍ଟା କରିବୁ, ସେତେ ଜଲ୍ଦି ସେଇ ଜିନିଷ ସକ୍ସେସ୍ ହେବ। ତ ଦୁନିଆରେ ଏହି ସମୟରେ ଏତିକି କମ୍ ସେ କମ୍ ରୋଜଗାର କର ଯେ ନିଜ ମା ବାପାର କୌଣସି ବି ଜିନିଷ ହେଉ ତାକୁ ପୁରା କରିପାରିବୁ, ନିଜ ପରିବାରର ଯିଏ ଯାହା ଚାହିଁବ ତାକୁ ସେଇ ଜିନିଷ ଗୁଡ଼ାକ ଦେଇପାରିବୁ ଏବଂ ନିଜ ପରିବାରରେ ହସି ଖୁସିକି ଜୀବନ ବିତେଇ ପାରିବୁ। କୌଣସି ବି ଛୋଟ ବଡ଼ ମେଡ଼ିକାଲ ପ୍ରୋବ୍ଲେମଟି ଆସୁ ତୁ ତାକୁ ସର୍ଟ ଆଉଟ୍ କରିପାରିବୁ। କମ୍ ସେ କମ୍ ଏତିକି ରୋଜଗାର କର। କାରଣ ଆମେମାନେ ସେଇ ଜିନିଷକୁ ନିଜେ ଅନୁଭବ କରିଛୁ, ଆମେମାନେ ନିଜେ ସେଇ ଜିନିଷକୁ ଦେଖିଛୁ ଯେ ପ୍ରୋବ୍ଲେମ୍ କ'ଣ, ପ୍ରୋବ୍ଲେମ୍ କେଉଁ ପ୍ରକାରରେ ଆସେ, କେମିତି ସେଇ ଜିନିଷକୁ ସର୍ଟ ଆଉଟ୍ କରାଯାଏ। ଯେତେବେଳେ ହାତରେ ଗୋଟେ ବି ପଇସା ନଥାଏ ସେଇ ଜିନିଷକୁ କେମିତି ମ୍ୟାନେଜ୍। ପର୍ସନାଲ୍ ପ୍ରୋବ୍ଲେମ୍ ପାଇଁ କାହା ପାଖକୁ ପଇସା ଉଦ୍ଧାର କରିବାକୁ ଯାଇଛ ଏବଂ ସେଠାରେ କ'ଣ କଥା ଶୁଣିବାକୁ ମିଳେ ସେ କଥା ବି ଆମେ ଫିଲ୍ କରିସାରିଛୁ। ହଁ ଭାଇ ଦେଖ, ଦୁନିଆରେ ଦୁଇଟି କଥାରୁ ଶିଖିବାକୁ ମିଳେ ମଣିଷକୁ। ଗୋଟେ ହେଲା ନିଜେ ଭୁଲ କରିକି ଶିଖିବା ଏବଂ ଅନ୍ୟଟି ହେଲା ଅନ୍ୟର ଭୁଲରୁ ଶିଖିବା। ତ ତୁ କେଉଁ ପ୍ରକାର ମଣିଷ ବନିବା ପାଇଁ ଚାହୁଁଛୁ ତାହେଲେ ତୁ ନିଜେ ଡିସାଇଡ଼୍ କରିବୁ। କାରଣ ନିଜେ ଭୁଲ କରିକି ଶିଖିବାକୁ ଚାହୁଁଛୁ ଯଦି, ତାହେଲେ ତୋ ପାଇଁ ଭଲ ଏବଂ ଅନ୍ୟର ଭୁଲରୁ ଯଦି ଶିଖି ଯାଉଛୁ ତାହେଲେ ତୋ ପାଇଁ ଆହୁରି ଭଲ। କାରଣ ତୋତେ ସେହି ଜିନିଷରେ ଭୁଲ କରିକି ତୋତେ ଟାଇମ୍ ୱେଷ୍ଟ କରିବାକୁ ସମୟ ଦେବାକୁ ପଡ଼ିବ ନାହିଁ। ଅନ୍ୟର ଭୁଲରୁ ଶିଖିକି ତୁ ନିଜେ ତୋ ନିଜ ଜୀବନକୁ ବଦଳାଇ ପାରିବୁ। ସମୟ ବହୁତ ମୂଲ୍ୟବାନ। ସେହି ସମୟକୁ ତୁ ଯଦି ତୋ ନିଜ ଜୀବନକୁ ବଦଳାଇବା ପାଇଁ ଲାଗିଯିବୁ ତାହେଲେ ତୋ ଜୀବନ ବଦଳିଯିବ। କିନ୍ତୁ ତାପରେ ତୁ ପ୍ରଥମେ ଭୁଲ କରିକି ସେଇ ଜିନିଷକୁ ଯଦି ଠିକ୍ କରିବୁ ତାହେଲେ ତୁ ନିଜେ ଜାଣିଛୁ ତୋର ଅବସ୍ଥା କ'ଣ ହେବ ଏବଂ ଆମେମାନେ ଯାହା ଫିଲ୍ କରୁଛୁ ତାହା ହିଁ କହୁଛୁ। ତ ମୋ ଭାଇ ଦେଖ, ଦୁନିଆଟି ବହୁତ ବଡ଼ ଏବଂ ଏହି ଦୁନିଆରେ ଯିବାକୁ ହେଲେ ପଇସା ଯେମିତି ହେଲେ ଇନକମ୍ କରିବାକୁ ପଡ଼ିବ। କିନ୍ତୁ କୌଣସି ବି ଭୁଲ କାମ କରିକି ଇନକମ୍ ନ କରିକି କୌଣସି ଠିକ୍ ରାସ୍ତାରେ ଯାଇକି ଇନକମ୍ କର। ନିଜ ପରିବାରକୁ ଦେଖ, ନିଜ ମା ବାପାର ସବୁ ସ୍ୱପ୍ନକୁ ପୁରା କରିବାକୁ ଚେଷ୍ଟା କର। କାରଣ ଦୁନିଆରେ ମା ବାପା ଛଡ଼ା ଆଉ ଅନ୍ୟ କିଛି ସତ୍ୟ ନୁହଁ। ମା ବାପା ହିଁ ନିଜର ମଙ୍ଗଳ ଚାହାନ୍ତି ଏବଂ ମା ବାପା ହିଁ ନିଜ ପାଇଁ ଭଗବାନ। ତ ତାଙ୍କ ପାଇଁ ଯାହା କରିବା ପାଇଁ ଚାହୁଁଛୁ, ଯେତେ ଜିନିଷ କରିପାରିବୁ ତାହା କର ଏବଂ ତାଙ୍କ ପାଇଁ ହିଁ ଜି ଦୁନିଆରେ। ତ ଦେଖ, ପଇସା ଇନକମ୍ କର ଏବଂ ନିଜ ପରିବାରକୁ ଖୁସିରେ ରଖ। ମୁଁ ଏତିକି କହିବା ପାଇଁ ଚାହୁଁଛି ଲାଷ୍ଟରେ। ଭିଡ଼ିଓଟି ଯଦି ଭଲ ଲାଗେ ଭିଡ଼ିଓକୁ ଗୋଟେ ଲାଇକ୍ କର ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କର।